आम पंचायतर से व्यक्ति मुझे निवेदन करुच्ची मोरी मोहनी परिवार से व्यक्ति से तांको कविताटी पाठ करिवे समय को लक्ष्य करी न मे मृत्यु शंका न मे जाति भेद पिता नैव मे नैव माता न जन्म न बंधुर्न मित्रं गुरुर्नैव शिष्य चिदानंद रूप शिवोहं शिवोहं। ना मोर मृत्यु को डर अच्छी ना मोर जाति भेद अच्छी ना मोर कहीं पिता अछंती ना मु केबे मातांक ठारु जन्म होइछि ना मोर कहीं बंधु अछंती ना मोर कहीं मित्र अछि ना मोर कहीं गुरु अछंती ना मु कहार शिष्य अटे मु चिदानंद रूप अनादि अनंत शिव अटे। विद्या ही का ब्रह्म गति प्रदाजा बोधो ही को जस्तु विमुक्ति हेतु को लाभ आत्म बगम ही जो वैदितं जगत के न मनो ही जैन। वास्तव विद्या कौन जो विद्या द्वारा ब्रह्म प्राप्ति हुए। वास्तव ज्ञान कौन जो ज्ञान मुक्तिर कारण। वास्तव लाभ कौन आत्म तत्व ज्ञान। किए ये जगत को जिणी पारिछि केउ व्यक्ति ये जगत को जिणी पारिछि जे मन को जिणी पारिछि से जगत को जिणी पारिछि। ता थिला रवींद्र प्रसाद साहू को जीवन रे। रवींद्र प्रसाद साहू मु तांको मामू बोली डाके मामू घर गाँव लोक आज एकादश क्रिया उपलक्षे स्मृतिचारण सभारे मोर गोटे लेखा गल्प तुम अल्प नुहे आरंभ कला परे असाधारण प्रतिभा स्रष्टांक सृष्टि रे तुम्हें चेना चेना सपनर चाहाणी अभुला स्मृति तुमर मने पड़ी जाए मोर लेखिछि मु तुम पाई कहानी। फगुणर फगु बोला नुआ अनुभूति केते मोर में जगाउथिला चैती बसंतर महकरे मन प्राण पुलकित रखिछि से केते कथा साइती। मंदिरर घंटा ध्वनि संज दीप शंख ध्वनि कुलबधू मनासंती आशीष राधा कांतंक पादरे चितलय देइसे चौरारे जाळुछंती हबिष। सेई गाँ तुम घर नाम अटे भागपुर तुमे थिलो समस्तंक निजर तुमे थिलो कवि बंधु ईश्वरंक भक्त बंधु तुम पाद तले मो कुटी कुटी जुहार। तथापि मन आजी निशिदिन खोजु अछि भाबी भाबी भावनारे मु रहुछि बादल फांकरे तुम मुह देखा देई पुणी नीलिमा सेजरे मिसी जाउछि। गोधड़ी संध्यारे तुम कथा मने पड़ी गले तुम कथा कवितारे मु लेखुछि। रिम झिम वर्षार निस्तब्ध रातिटारे मु आतंकरे सिहरी उठुछि। उषा सकाळर मु भाबी हुए बारंबार मनटा मो जमा बोल मानुनी पाहांती प्रहर सपनरे कथा हुओ मो प्रार्थना समय एबे हेलानी। ग्राम देवती आखिरे झर झर लुह झरे कहंती अबुझा पुओ तू फेरिया
ପୁଅ ଝିଅ ବହୁ ତୁମ ମନେ ମନେ ଭାବୁଥାନ୍ତି ମିଛ ମାୟା ଭରା ଏଇ ଦୁନିଆ। ତୁମେ ଯେ ଶିକ୍ଷକ ଥିଲ ଛାତ୍ରଙ୍କୁ ଗଢ଼ି ତୋଳିଲ ଦେଶର ଉନ୍ନତି କଲ କାମନା। ଠାକୁରଙ୍କ ଦୀକ୍ଷା ନେଲ ରାଧାକୃଷ୍ଣ ଜପ କଲ ଏ ସଂସାରରେ ନାହିଁ ତୁମ ତୁଳନା। ରାତିର ନାଗର ସାଜି କଳା ପ୍ରଦର୍ଶନ କରି ଦର୍ଶକଙ୍କୁ ଦେଉଥିଲ ଆନନ୍ଦ। ଅସରନ୍ତି କଥା ତୁମ ମୁଖରୁ ଯେ ଝରୁଥାଏ ସତେ ଝରଣାର କଳକଳ ନିନାଦ। ଆଖିରୁ ଅଶ୍ରୁ ଝରିଲେ ଶୁଖିଲା ଭୂଇଁ ତିନ୍ତଇ ତୁମ ସ୍ମୃତି ନୟନରେ ନାଚଇ। ଗଳ୍ପ ତୁମ ଅଳ୍ପ ନୁହେଁ ଆରମ୍ଭ କଲା ପରେ ଅଦିନ କୁହୁଡ଼ି ପରି ଭାସଇ। ଗାୟକ ବନ୍ଧୁ ଯେ ତୁମେ ଛନ୍ଦେ ଛନ୍ଦେ ଗୀତ ଗାଅ ସାଥୀ ମାନଙ୍କ ମନକୁ ମଜାଇ। ଚାମର ମୃଦଙ୍ଗ ଝାଞ୍ଜ କରେ ଦର୍ଶକଙ୍କ ନିଦ୍ରା ଭଙ୍ଗ ଅପଲକ ନୟନେ ଥାନ୍ତି ଅନାଇ। ଧନ୍ୟ ତୁମ ପିତାମାତା ଧନ୍ୟ ସେଇ ସୃଷ୍ଟିକର୍ତ୍ତା ତୁମକୁ ପଠାଇଥିଲେ ସୃଷ୍ଟିକୁ। ଅସରନ୍ତି ଜ୍ଞାନ ତୁମ ଏ ଧରାଧାମେ ବିଞ୍ଚି ଦେଇ ଫେରିଗଲ ଶେଷେ ସ୍ୱର୍ଗ ଧାମକୁ। କେତେ ଋତୁ କେତେ ମାସ କେତେ ବର୍ଷ ହୁଏ ଶେଷ ଅନାଇ ରହିଛି ଏଇ ଗାଁଟି। କେତୋଟି ଫଗୁଣ ଯିବ ଖରା ବର୍ଷା ଚାଲିଯିବ ସେ ଭୁଲିବନି କେବେ ତୁମ ନାଁଟି। ସେ ଭୁଲିବନି କେବେ ତୁମ ନାଁଟି। ସେ ଭୁଲିବନି କେବେ ତୁମ ନାଁଟି। ଭୁଲିବାକୁ ଚାହିଁ ଭୁଲି ମୁଁ ପାରୁନି ବେଶୀ ବେଶୀ ପଡ଼ ମନେ। ଭୁଲିବାକୁ ଚାହିଁ ଭୁଲି ମୁଁ ପାରୁନି ବେଶୀ ବେଶୀ ପଡ଼ ମନେ। ଭୁଲି ଯିବା ପାଇଁ କହିବନି ପିତା ଭୁଲି ଯିବା ପାଇଁ କହିବନି ପିତା। ମୋରାଣ ରହିଲା ତୁମ ଠାରେ ମୋରାଣ ରହିଲା ଠାରେ। ବାପା ତୁମେ ଥିଲ ବୋଲି ବାପା ତୁମେ ଥିଲ ବୋଲି ମେଘକୁ ମାଗି ନାହିଁ ଟୋପାଏ ଆଶ୍ୱାସନାର ଜଳ। ବାପା ତୁମେ ଥିଲ ବୋଲି ମେଘକୁ ମାଗି ନାହିଁ କେବେ ବି ଟୋପାଏ ଆଶ୍ୱାସନାର ଜଳ। ସୂର୍ଯ୍ୟକୁ ସାମର୍ଥ୍ୟ ଫଗୁଣକୁ କୋମଳ ପରଶ। ହେଲେ ଆଜି ବାପା ତୁମେ ଚାଲିଗଲା ପରେ ମୁଁ କେମିତି ଚାଲିବି ଏ ରାଜପଥରେ ଏକଲା ଏକଲା। ମୁଁ କେମିତି ଚାଲିବି ଏ ସଂସାର ପଥରେ ଏକଲା ଏକଲା। ପୁଅ ବାହୁରୁଛି ତୃତୀୟ ପୁତ୍ର ରବୀନ୍ଦ୍ର ପ୍ରସାଦ ସାହୁଙ୍କର ନରେଶ ନନା। ମୁଁ ତାଙ୍କୁ ଏ ମଞ୍ଚରୁ ଶେଷ ପର୍ଯ୍ୟାୟ ଆସୁଛି ନିବେଦନ ରଖିବି। ଓଡ଼ିଆ ସାହିତ୍ୟ ଜଗତର ସେ ଜଣେ ସଫଳ ସ୍ରଷ୍ଟା ଏକାଧିକ କାବ୍ୟର ପ୍ରଣେତା। ତାଙ୍କୁ ଡାକୁଛି ମଞ୍ଚକୁ। ସେ ତାଙ୍କର ପିତାଙ୍କ ଉଦ୍ଦେଶ୍ୟରେ ବାର୍ତ୍ତା ରଖିବେ। ବାପା ଆଉ ନାହାନ୍ତି ଏତେ କଥା ଶୁଣିଲା ପରେ ଏତେ ଭାବପ୍ରବଣ ଲାଗୁଛି। ତେବେ ସେ ବାପାଙ୍କ ଉପରେ ଲେଖିତା ଗୋଟେ କବିତା ଶୁଣାଉଛି। କବିତା ବାପାଙ୍କ ଅବର୍ତ୍ତମାନରେ। ପାଦ ତଳର ମାଟି ଦୋହଲି ଯାଇଛି ମଥା ଉପର ଆକାଶ ଭୂମି ସାତ ହୋଇଛି। ମୋର ସମସ୍ତ ଅହଙ୍କାର ଚୁରମାର ହୋଇଛି। ବାପାଙ୍କର ଅଭୟ ହାତ ମୋ ମଥା ଉପରୁ ସବୁଦିନ ପାଇଁ ଅପସରି ଯାଇଛି। ତା ସହିତ ଘରୁ ବାହାରିଲା ବେଳେ କୁଆଡ଼େ ଯାଉଛୁ ଚାକିରି ଜାଗାରେ ନ ପହଞ୍ଚଣୁ କୋଉଠି ପହଞ୍ଚିଲୁ। ନିୟମିତ ଚିଠି ଦୂରଭାଷାରେ ମୋ ଦେହ ପାର ଖବର। ଜୀବନ ଯନ୍ତ୍ରଣାରେ ଦଗ୍ଧୀଭୂତ ହେଉଥିଲା ବେଳେ ଅଶ୍ୱିନୀ କୁମାର ପରି ଉପଶମକାରୀ ପ୍ରଲେପ। ଏସବୁର ଦୋହରୀକରଣ ଆଉ ହେବନି ଏ ଜୀବନରେ। ବାପା ହିମାଳୟ ଠାରୁ ଉତ୍ତୁଙ୍ଗ ତୁମର ସେ ବ୍ୟକ୍ତିତ୍ୱ। ମହାସାଗର ଠାରୁ ଗଭୀର ତୁମର ବ୍ୟକ୍ତି। ଦିଗ୍ବଳୟଠୁ ବ୍ୟାପକ ସେ ପରିଧି। ସେଇ ନାମ ଉଚ୍ଚାରଣରେ ଲାଗେ ନିରାପତ୍ତା। ସ୍ମରଣରେ ଅନୁଭବେ ଅସ୍ମିତା। ତାଙ୍କ ଦର୍ଶନରେ ସମ୍ବିତ ପାଏ ମୋର ସତ୍ତା। ସେ ମୋର ପରିଚୟ
ସେ ମୋର ଅଙ୍ଗ ଆତ୍ମା ବଳୟ, ତାଙ୍କ ବିନା ମୋ ପରିଧି ଅନନୁମୟ। ବାପା ଥିଲେ ବୋଲି ତ ମୁଁ ଶାନ୍ତିରେ ଶୁଏ, ବାପା ଥିଲେ ବୋଲି ତ ମୁଁ ଶାନ୍ତିରେ ଶୁଏ। ବେପରବାଏ ଜୀବନ ଯିଏ, ଜୀବନର ସକଳ ଝଞ୍ଜାକୁ ବେଖାତିର କରି ଆଗକୁ ଧାଏ। ବାପା ତମେ ନିଜ ନଗରରେ ଥିଲେ ଏକାଙ୍ଗ ସୁଲତାନ, ତମ ଆଗମନରେ ଗାଁ ଦାଣ୍ଡ ସୁନସାନ। ତମର ନାଁ ନେଇ ଭାଇ ଭାଗ ମାମଲାର ଶାନ୍ତିପୂର୍ଣ୍ଣ ସମାଧାନ। ସବୁରି ସମସ୍ୟା ପାଇଁ ତମେ ଥିଲ ପ୍ରତିକାରର ଚଳନ୍ତି ସମ୍ବିଧାନ। ସଦା ହାକିମାତି କରୁଥିବା ଅବସରପ୍ରାପ୍ତ ଶିକ୍ଷକ ବାପାଙ୍କର ପ୍ରଚ୍ଛନ୍ନ ନୀରବତା ଆଜି ଅସହ୍ୟ ହେଉଛି। ବାପାଙ୍କ ସହ ମୋର କେବେ ମୁହାଁମୁହିଁ ହୁଏ ନାହିଁ। କଥା ହେଲା ବେଳେ କେବେ ଚାରି ଚକ୍ଷୁର ମିଳନ ବି ହୁଏ ନାହିଁ। କଠୋର ଆଦେଶ କଡ଼ା ଅନୁଶାସନ ଦେଇ ଶୈଶବ କାଟିଲା ବେଳେ କିନ୍ତୁ ତାଙ୍କ ପାଖରେ ସୁହାଗର କମି ଅନୁଭବୀ ନାହିଁ। ସେଦିନ କିନ୍ତୁ ପ୍ରତ୍ୟକ୍ଷ କଲି ସୁଦୂର କଟକ ସହରରେ ମୋତେ ଛାଡ଼ି ଆସିବା ଦିନ ବାପାଙ୍କ ଆଖି ଜଳ ଜଳ ଦିଶୁଥିଲା। ନାନା ଆଳ ଦେଖାଇ ମୋତେ ବୋଧ ଦେଉଥିଲେ ସିନା ନିଜ ଆଖିରେ ଲୁହକୁ ବୁଝେଇ ପାରୁନଥିଲେ। ଜୀବନ ଯାକ ଜଳିଛନ୍ତି ସଂସାରର ଦାୟରେ, ନିଜେ ଜଳି ଆଲୁଅ ବିତରିଛନ୍ତି ଅନ୍ଧାର ଦୂରେଇବାର ନ୍ୟାୟରେ। ବାର ବାର ନିଜକୁ ଭାଗ୍ୟବାନ ମଣେ, ବାର ବାର ନିଜକୁ ଭାଗ୍ୟବାନ ମଣେ। ଜୀବନ ଜୀବାର ସୂକ୍ଷ୍ମ କଳା କାହାଠୁ ଆହରଣ କରେ, ପ୍ରତି ପଦପାତରେ କାହାର ଅମୀୟ ଆଶିଷ ଅନୁଭବ କରେ। ମୋ ଜୀବନର ସୁଗମତା ପାଇଁ କାହାର ତୀକ୍ଷ୍ଣ ଆଖି ସଦା ତଦାରଖ କରୁଥିବାର ଅନୁଭବ କରେ। ଏସବୁର ଯବନିକା ପଡ଼ିଲା ଭାବନାରେ ଆଜି ମୋର କଲିଜା ଥରେ। ସେ କେବଳ ମୋର ବାପା ନଥିଲେ, ଅଗଣିତ ଛାତ୍ରଛାତ୍ରୀଙ୍କ ପାଇଁ ସେ ଥିଲେ ପ୍ରିୟ ରବି ସାର୍। ସାମାନ୍ୟ କରସ୍ପର୍ଶରେ ଆରୋଗ୍ୟ ଲାଭୁଥିବା ସୁମାର ରୋଗୀମାନଙ୍କର ଥିଲେ ସେ ଆଦରର ରବି ଡାକ୍ତର। ରଜ ହୋଲି ଆଦିରେ ଲଢ଼େଇ ପାଲା ଦେଖିଥିବା ଦର୍ଶକ ମାନଙ୍କ ପାଇଁ ଥିଲେ ସେ ପ୍ରାଣର ପାଲା ଗାୟକ। ବଜ୍ରବର୍ଷୀ ଯାଜନ ମାଧ୍ୟମରେ ଗୁରୁ ଭାଇ ମା ମାନଙ୍କର ପ୍ରତିଭାଜନ ହୋଇଥିବା ରବିଦା ନାମରେ ସେ ଥିଲେ ପୂଜ୍ୟ ଋତିକ। ସେ ଥିଲେ ଏକାଧାରରେ ଶିକ୍ଷକ, ଲେଖକ, ଗାୟକ, ଚିକିତ୍ସକ, ଋତିକ, ବିଚାରକ, ଉପନ୍ୟାସିକ ଏବଂ ପ୍ରବଚକ। ଖାଲି ଲୋକେ ନୁହନ୍ତି, ମୁଁ ବି ବିସ୍ମିତ ହୁଏ ଗୋଟାଏ ଲୋକ ପାଖରେ ଏତେ ଗୁଣ ଖୁନ୍ଦି ଦେଇଥିବାର ଅପରାଧରେ ଈଶ୍ୱରଙ୍କୁ କାଠଗଡ଼ାରେ ଛିଡ଼ା କରାଏ। ପରବର୍ତ୍ତୀ ଅବସ୍ଥାରେ ବୁଝିପାରେ ମୋର ନିର୍ବୋଧପଣ କେହି ଦୟାକରି ନୁହେଁ, ବରଂ ବାପା କଠିନ ଅଧ୍ୟବସାୟ, ପ୍ରଚଣ୍ଡ ଆତ୍ମପ୍ରତ୍ୟୟ, ନିରଳସ ସାଧନା, ସଦା ଜିଜ୍ଞାସୁ ମନୋଭାବ ମଣିଷକୁ ଅସାଧାରଣ କରାଏ ବୋଲି ଆପଣ ପ୍ରମାଣ କରିଦେଇଗଲେ। ଭାବି ହୁଏ ନା ସେଇ ଅସାଧାରଣପଣ ବାଲ୍ୟାବସ୍ଥାରୁ ପୁରାଣ ଶାସ୍ତ୍ର ପ୍ରତି ଝୋଁକୁରୁ ଅଚାନକ ପ୍ରବୀଣ ଗାୟକକୁ ରୂପାନ୍ତର। ନିଜ ସାମ୍ନାରେ ପୋକମାଛି ପରି ମଣିଷର ମରଣ ଦେଖି ଡାକ୍ତରୀ ବିଦ୍ୟାକୁ କରାୟତ। ବେତଳା ହାଟରେ ଛତା ବନ୍ଧା ପକାଇ ମାଛ ଖାଉଥିବା ରଙ୍କୁଣା ଯୁବକଟା ଅଚାନକ ବୈରାଗୀ ହେଇଯିବ। ଜଣେ ପ୍ରବଚକଙ୍କ ପ୍ରବଚନ ସବରଣାନ୍ତେ ନିଜେ ପ୍ରବଚକ ସାଜିବାର ଅସମ୍ଭବ ଝୁଁ। ଏସବୁ କୌଣସି ଅଶୋଭଣୀ ବୁଢ଼ୀର କାହାଣୀ ନୁହେଁ, ବରଂ ଆତ୍ମନିୟନ୍ତ୍ରଣ, କଠୋର ସାଧନା, ଜ୍ଞାନ ପିପାସା, ସକାରାତ୍ମକ ଭାବରେ ସମୃଦ୍ଧ ସେ ବ୍ୟକ୍ତିତ୍ୱ। ଲୋକର ମୁହଁ ଦେଖି ଆମୂଳଚୂଳ ପଢ଼ି ପାରୁଥିବା ଦରିଦ୍ରୀ ମଣିଷଟେ ସେ। ହାରି ଯାଇଥିବା ମଣିଷକୁ କଥା ପଦରେ ରାହା ଭରି ଦେଉଥିବା ମଣିଷଟେ ସେ। କାହା ପିଠିରେ ହାତ, କାହାକୁ ଗୋଟେ ପଦରେ କାମ କରେଇ ନେଉଥିବା କୁଶଳୀ ମଣିଷଟେ ସେ। କାହାକୁ ଚିହ୍ନିବା ପାଇଁ ତା ସହ ଅନ୍ତରଙ୍ଗ ହେବା ଦରକାର ନାହିଁ। ଥରଟେ ଦେଖାରେ ଲୋକଟିର ଅବସ୍ଥା ବୁଝି ନେଉଥିଲେ ସେ ହେଉଛନ୍ତି ବାପା। ଗୋଟି ଗୋଟି ଜଳ ଜଳ ମନେ ପଡ଼ିଯାଉଛି ସେସବୁ କଥା। ଟାକି ବସିଥାଉ ଆମେ ଭାଇ ଭଉଣୀ, କେତେବେଳେ ବାପା ହିସାବ କରି ବସିବେ। ଜଣ ଜଣ କରି ଯାତ୍ରା ଖର୍ଚ୍ଚର ହିସାବ ନିକାଶ କରିବେ। ରଜ ବେଳକୁ ହାରୁନ୍ମିଆ ତା ସିଲେଇ ମେସିନ ଧରି ଘରେ ପହଞ୍ଚିବ। ଆମମାନଙ୍କ ଇଚ୍ଛା ବିରୁଦ୍ଧରେ ଏକରଙ୍ଗୀ ଟେରିକଟ କଟନର ପୋଷାକ ହେବ। ବେତଳା ଲକ୍ଷ୍ମୀ ପୂଜାରେ ପାଣିଗ୍ରାହୀ ମିଠା ଦୋକାନରେ ଅସଲ ପୂଜାର ଆସର ଜମିବ। କାହାର କେବେ ଦେହ ଖରାପ ହେଲେ ବାପାଙ୍କ ଦାୟିତ୍ୱ ବଢ଼ିଯାଏ।
ବାପାଙ୍କର ପାଖ ପଡ଼ିଶା ବନ୍ଧୁ ପରିଜନ ସାଧ୍ୟ ମତେ ସଭିଙ୍କ ଜୀବନ ସୁଗମ କରିବାରେ ନିଜକୁ ଉତ୍ସର୍ଗ କରିଛନ୍ତି। ସେ ସେଇ ବିଶାଳ ଆକାଶ ଏବେ ଭୂପତିତ ଏକଥା ଭାବିଲା ବେଳକୁ ଚତୁର୍ଦିଗ ଅନ୍ଧକାର ଦିଶୁଛି। ବାପା, ଆପଣ ସିନା ମାନିନେଲେ ଜୀବନ ଚକ୍ରର ପରମ ସତ୍ୟକୁ, ମଣିଷ ଜନ୍ମିଲେ ନିଶ୍ଚୟ ଫେରିବାକୁ ହେବାର ଚରମ ନିର୍ଦ୍ଦେଶକୁ ମୁଁ କିନ୍ତୁ ମାନିପାରୁନି। ଲାଗୁଛି ଏଇ ଯେମିତି ଆପଣ ଗୋଡ଼ ଉପରେ ଗୋଡ଼ ଭାଙ୍ଗି ଦାଣ୍ଡ ବାରଣ୍ଡାରେ ବସିଛନ୍ତି, କାହାକୁ ନା କାହାକୁ ସ୍ୱଭାବ ସୁଲଭ ଢଙ୍ଗରେ ନିର୍ଦ୍ଦେଶ ଦେଉଛନ୍ତି ଏବଂ ଆପଣଙ୍କ ଅଭୟ ହାତ ସଦା ଆମ ହାତ ଉପରେ, ଆମ ମଥା ଉପରେ ରଖି କହୁଛନ୍ତି, ଆରେ ଆଗେଇ ଚାଲ, ମୁଁ ପରା ଅଛି। ଆପଣଙ୍କ ପରି ଦରଦୀ ମାନବବାଦୀ ପରମ କାରୁଣିକଙ୍କ ସାନ୍ନିଧ୍ୟ ପୁଷ୍ଟ ହେବ ସେ ବିଶ୍ୱାସ ମୋର ସୁସ୍ପଷ୍ଟ। ବାପା, ଆପଣଙ୍କ ପରଲୌକିକ ଜୀବନ ଶାନ୍ତିମୟ ହେଉ, ତାହା ହିଁ ପରମ ପିତାଙ୍କ ନିକଟରେ ପ୍ରାର୍ଥନା। ଆସନ୍ତୁ ଛୋଡ଼ିବା। ब्रह्मानंदं परमसुखदं केवलं ज्ञानमूर्ति द्वन्द्वातीतं गगनसदृशं तत्त्वमस्यादिलक्ष्यम् एकं नित्यं विमलमचलं सर्वाधिशाखिभूतं भावातीतं त्रिगुणरहितं सद्गुरुत्वं नमामि। गुरुर्ब्रह्मा गुरुर्विष्णु गुरुदेव महेश्वर गुरुसाक्षात् परं ब्रह्म तस्मै श्री गुरवे नमः। मन्नाथ श्री जगन्नाथ मद्गुरु श्री जगद्गुरु मदात्मा सर्वभूतात्मा तस्मै श्री गुरवे नमः। मंचासीन वरेण्य सभा मुख्य महोदय, मंचरे थिबा वरेण्य अतिथि अधिकारीगण, गोटे बहुत भल बापांक ऊपर कविता शुणी सारिबा परे आ बोध भाई किसी कथा ना मु भावुची सब कथा से बापांक पाखरे सरी जाइछि। मु भावुटली जोठु आरंभ करथांती से कथा सब से बापांक पाखरे सरी जाइछि, किंतु बापांक कथा सरेनी, बापांक ठिकणा भी केबे हजेनी। सब बापा माने एमिति गोटे परिपूर्ण संसार गढ़ी पुणी दिने विदाय नहीं थांती। आमे भी हुए तो से ऋतुचक्र दिने पड़ो। मु खाली दुईटी कथा कहबी, अनेक कथा आलोचना हो गलानी, समय सरी सरी आसुची। तांकर सारस्वत जीवन सहित जो आम भेटू सेते बेलू से आत्मजीवनी पुस्तक लेखि सारी। मोर तांक पई प्रश्न थिला, सारे आपण एते शीघ्र कहीं आत्मजीवन लिखिले? से कहितले जीवनटा केतेबेले सरीबो केतेबेले मु झुंटी पड़ीबी मु जानि नाही, किंतु मो जीवन जहा हवा कथा सब हो जाइछि, गुटिए मोर बाकी रही जाइछि। हुए तो से कथा तांको पिला माने भी जानिचंती, तांको पिला माने सब जेहेतु समस्त जेहेतु शिक्षित, तांकर सारस्वत जीवनटा अपूर्ण रही गला। आहुरी तांका हाथ रे दुई तीन पुस्तक थिला, जो पुस्तक उड़िया साहित्य उड़िया सारस्वत भंडार आहुरी समृद्ध करि पारथांता, से पुस्तक प्रकाशन हो पारला नाही। जेतेबेले महावात्यार महासती पुस्तकटी बाईचढ़ी प्रकाशन द्वारा प्रकाशित हला, सेतेबेले मु पचारली ये पुस्तक रे कोन अछि? से कहितले तमे तो जने साहित्यिक, तमे पढ़ो देखिबा आधार कोन अछि। से कथा आज कहवा को समय नहीं। तेबे तांकर सारस्वत जीवन रे से एकदम निच्छक, जो थे कि जने साधारण मनुष्यटी बुझिबो जीवन कोन। नारी चरित्र को आनिचंती, पुणी ताकू सहज सरल करके बुझाइचंती। अनेक कथा से लिखिचंती। ता पूर्व काव्यटे लिखिथिले आ जीवन ले तो से देखैचंती, तांकर जो आत्मजीवनी सेथे से देखैचंती जीवन को केमती जीवाकू। से कहिचंती तीनोटी कथा क्षेत्र अच्छी, बहुत मूल्यवान कथा जो माने पढ़ी थे से कथा अनुभव करथिबे। नरोत्तम दुर्लभ लोके विद्या तत्र सुदुर्लभ। से निजे जेहेतु स्वाध्याय करुले पढ़ुले, जने सत्संगी मनीष थे, से अनेक पढ़ीचंती। जहाँ तांकर 5टा कवरु 6टा कवरु गला, 6टा कवरु 7टा कवरु गला, किंतु मु एबे जाए तांक भितर जदियो तांक सहित मिसुथिली मु जानि नाही से केतेटा करे निज जीवन को समर्पि दैथिले। मु भाबुची अनेक कर समाहार साथिले।
ଅନେକ କଥା ତାଙ୍କ ଜୀବନରେ ହେଇଛି। ବହୁ ଘାତ ପ୍ରତିଘାତ ଭିତରେ ସେ ଜୀବନକୁ ଗୋଟେ ଏତେ ବଡ଼ ପରିପୂର୍ଣ୍ଣ ସଂସାରକୁ ଚଳେଇଛନ୍ତି। ବହୁତ ସମୟ ତାଙ୍କ ଦୁଃଖ ତାଙ୍କର ମନର ମଣିଷ ପାଖରେ ସେ ପ୍ରକାଶ କରିଛନ୍ତି। କେତେକ ଅପୂରଣୀୟ କଥା ମଧ୍ୟ ସେ କହିଛନ୍ତି। ମୁଁ ତାଙ୍କୁ ପଛରେ ଥରେ ଯେତେବେଳେ ତାଙ୍କର ପାଦ ଥରଥର ହେଲାଣି ମୁଁ କହିଥିଲି ଏ ଜୀବନ ସହିତ ଆଉ କିଛି ଯୋଡ଼ନ୍ତୁ, ଆହୁରି ଅନେକ କଥା ରହିଗଲା। 10-12 ବର୍ଷର କାହାଣୀ ତାପରେ ଆସିଛି, ସେ କଥା ସବୁ ରହିଗଲା। ସେ ସେଇଠୁ ହସି କହିଥିଲା ଜୀବନୀ ଥରିଏ ଲେଖାଯାଏ, ଅଟୋବାୟୋଗ୍ରାଫି 2 ଥର ଲେଖାଯାଏ। ଯାହା ହେଇଛି ଠିକ୍ ହେଇଛି, ଆଉ ଯାହା ବି ହବ ସବୁ ଠିକ୍ ହବ। ତେଣୁ ଏଇଭଳି ଜଣେ ନମସ୍ୟ ପ୍ରଣମ୍ୟ ପୁରୁଷଙ୍କ ପାଇଁ ଆମେ ଅନେକ କଥା କହିଲେ ବି କଥା ସବୁ କମ୍ ପଡ଼ିବ। ଆମେ ଯେତେବେଳେ ତାଙ୍କର ଏଇଭଳି ଗୋଟିଏ ଦୁଃଖଦ ଖବର ସମ୍ବାଦ ଆମେ ସବୁ ଆମ କାନରେ ପଡ଼ିଲା, ଆମେ ଖୁବ୍ ମ୍ରିୟମାଣ ହେଲୁ। ଏବଂ ବାସୁଦେବପୁର ଭଳି ଗୋଟିଏ ସାରସ୍ୱତ ସ୍ଥାନରେ ଜଣେ ଏଭଳି ଲୋକଙ୍କର ବିଦାୟ ଗୋଟେ ବହୁତ ବଡ଼ ଅପୂରଣୀୟ କ୍ଷତି ହେଲା, ଆମେ ଅନୁଭବ କଲୁ। ଏବଂ ତରବର ହେଇ ଆମେ ପ୍ରସ୍ତୁତ ହେଉଥିଲୁ ତାଙ୍କ ପାଇଁ ଗୋଟେ ସ୍ମରଣିକାଟି ଏକାଦଶରେ ପ୍ରକାଶନ କରିଦେବୁ। କିନ୍ତୁ ଏତେ ବଡ଼ ଜଣେ ପବିତ୍ର ଆତ୍ମାଙ୍କର ପବିତ୍ର ବ୍ୟକ୍ତିତ୍ୱଙ୍କର ଏତେ କମ୍ ସମୟରେ କିଭଳି କାମଟି ଆମେ କରିପାରିବୁ, ସେଥିପାଇଁ ଆମେ ସମସ୍ତେ ପୁଣି ଥମିଗଲୁ। ଆଜି ଏଇଠି ଆମେ ପୁଣି ସେ କଥାକୁ ଆଉ ଥରେ ଦୋହରେଇ ଦେଉଛୁ। ଯେଉଁମାନେ ଆଜି ଯାହା ବି କହିଲେ ଏବେଠାରୁ ଲେଖା ଆରମ୍ଭ କରନ୍ତୁ। ପୁଣି କାଲି ପୁରୀ କଥା ସରିବ, ସମୟ ବି ସରିବ, ବର୍ଷିକିଆ ଆସିବ। ତାଙ୍କର ପ୍ରଥମ ଶ୍ରାଦ୍ଧ ବାର୍ଷିକୀରେ ଆମେ ଚେଷ୍ଟା କରିବୁ ଗୋଟେ ସୁଦୃଶ୍ୟ ଏବଂ ଅନ୍ୟମାନଙ୍କ ପାଇଁ ମାର୍ଗଦର୍ଶନ ହେବା ଭଳି ଗୋଟିଏ ସଂକଳନଟିଏ କରିବୁ। ତାହା ସ୍ମରଣିକା ନୁହଁ, ଗୋଟିଏ ଅନ୍ୟମାନଙ୍କ ପାଇଁ ପ୍ରେରଣାଦାୟୀ ହେଲା ଭଳି। ଆଜିକାଲି ପିଲାମାନଙ୍କ ପାଇଁ ସମାଜରେ ତ ବଡ଼ ଲୋକଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି, ଭଲ ଲୋକଙ୍କ ସଂଖ୍ୟା କମିବାରେ ଲାଗିଛି। ସେଭଳି ଜଣେ ଭଲ ଲୋକ ଆମ ଗହଣରୁ ବିଦାୟ ନେଇଛନ୍ତି। ତାଙ୍କର ଅବର୍ତ୍ତମାନରେ ତାଙ୍କ ପୁସ୍ତିକାଟି ହେବ ଆମ ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ। ତେଣୁ ଆମେ ସମସ୍ତେ ଅଣ୍ଟା ଭିଡ଼ିବା। ଆଜି ସମସ୍ତଙ୍କର ସହଯୋଗ ଆବଶ୍ୟକ ଅଛି। ଯିଏ ଯେତେବେଳେ ଯେଉଁଠି ଲେଖା ଆରମ୍ଭ କରୁଛନ୍ତି କରନ୍ତୁ। ସମସ୍ତଙ୍କୁ ଆମେ ଏହି ଅବସରରେ ଗୋଟେ ନିବେଦନ ରଖୁଛୁ। ଏବଂ ସେ ଲେଖା ପରିବାର ବର୍ଗରେ ଆପଣ ସମସ୍ତେ ଜାଣିଛନ୍ତି, ତାଙ୍କ ସବୁ ପିଲାମାନଙ୍କୁ ଯାହା ପାଖରେ ପହଞ୍ଚେଇବେ ତାହା ରଖାଯିବ। ଏବଂ ତାକୁ ଠିକ୍ ଭାବରେ ଚେଷ୍ଟା କରିକି ନିର୍ଭୁଲ ଭାବରେ, ସେ ସବୁବେଳେ ଭାଷାକୁ ବେଶୀ ଗୁରୁତ୍ୱ କରୁଥିଲେ, ନିର୍ଭୁଲ ହଉ, ଭୁଲ ନ ହଉ। ତେଣୁ ଆଜିକାଲି ମୁଦ୍ରଣ ଯନ୍ତ୍ରର ଯେଉଁ ସବୁ ଅସୁବିଧା, ତରବରିଆ ହେଇକି ସେଠି ମରା ହେଇଛି ଫେସବୁକ୍ରେ, କିନ୍ତୁ ଭୁଲ କିଛି ରହିଯାଇଛି। ତେଣୁ ତରବର ହେଇ କଲେ ଭୁଲ ହବ। ଯେହେତୁ ଆମ ହାତରେ ସମୟ ଅଛି, ଆମେ ଠିକ୍ ଭାବରେ ଠିକ୍ ବହିଟି ପ୍ରକାଶନ କରିବୁ। ଅଧିକ କିଛି କହୁନାହିଁ। ଶେଷରେ ଏତିକି କହିବି, ତାଙ୍କ ଜୀବନରେ ସେ ଲେଖିଛନ୍ତି ସେ କଥା, ପରୋପକାରାୟ ସ୍ୱର୍ଗାୟ ପାପାୟ ପରପୀଡ଼ନମ୍। ଅନ୍ୟକୁ ଆମେ ସାହାଯ୍ୟ କରି ନପାରୁ, କିନ୍ତୁ ଅନ୍ୟର ଅନିଷ୍ଟ କେମିତି ନ କରିବୁ ତାଙ୍କ ଜୀବନରେ ସେ ସେଇ କଥା ବାର୍ତ୍ତା ଦେଇଛନ୍ତି। ସ୍ମୃତିଟା ନ ରହୁ ପଛେ ଆହ୍ଲାବାଦର ଶିଳା ପ୍ରଶସ୍ତିରେ, ଅବା ଅଜନ୍ତା ଏଲୋରା ଗୁମ୍ଫାରେ, କିମ୍ବା ଇତିହାସର ପୃଷ୍ଠେ ପୃଷ୍ଠାରେ। ସେ କହିଛନ୍ତି ମୋର କିଏ ଜୟ ଜୟକାର ନ କରୁ, ମୁଁ ଗୋଟେ ଏତେ ବଡ଼ ପ୍ରଚଣ୍ଡ ପ୍ରତିଭାର ଅଧିକାରୀ ଅଛି, ମୋ କଥାକୁ ବି କିଏ ଗୁଣଗାନ ନ କରୁ, ମୋ ବେକରେ ଗୋଟେ ବହୁତ ବଡ଼ ସଫଳତାର ଜୟମାଲ୍ୟ ପିନ୍ଧା ନ ହଉ, କିନ୍ତୁ ମୁଁ ଏ ଧରା ପୃଷ୍ଠକୁ ମଣିଷଟେ ହେଇକି ଆସିଥିଲି ଏବଂ ସେଇ ମଣିଷଟେ ହେଇକି ବିଦାୟ ନେଉଛି। ଏଇ କଥା ସେ ବାର୍ତ୍ତା ଦେଇଯାଇଛନ୍ତି। ଆମେ ଚେଷ୍ଟା କରିବା ସମସ୍ତଙ୍କ ପାଖରେ ଏଇ ମଣିଷ ପଣିଆ, ଏଇ ଗୋଟିଏ ଭଲ ମାନସିକତା ରହୁ। ଏତିକି କହି ମୋର ବକ୍ତବ୍ୟ ଏଇଠି ରଖୁଛି। ବନ୍ଦେ ଉତ୍କଳ ଜନନୀ, ବନ୍ଦେ ପୁରୁଷୋତ୍ତମ। ବିକାଶ ନନାଙ୍କୁ ଉତ୍କଳ ସାହିତ୍ୟ ପରିଷଦ ବେତଡ଼ା ଆରୁହା ଭାଗପୁର ଏହି ଜନନାୟକଙ୍କୁ ସମ୍ବର୍ଦ୍ଧିତ କଲାବେଳେ ସମ୍ବର୍ଦ୍ଧିତ କରିଥିଲା ନିଖିଳ ଉତ୍କଳ ପାଲା ଗାୟକ ସଂଘ ସୁଗାୟକ ହିସାବରେ ଏହି ଦିବ୍ୟାତ୍ମା ପୁରୁଷଙ୍କୁ ସେହି ପ୍ରତିଭାର ଜନନାୟକ ଆଜି ସିନା ନାହାନ୍ତି, କିନ୍ତୁ ତାଙ୍କ ବିଷୟରେ ଶବ୍ଦ ବହୁତ କମ୍ ହେବ ଉପସ୍ଥାପନ କଲେ, ତଥାପି ତାଙ୍କ ସହିତ ସହଚର ହିସାବରେ କିଛି ଦିନ ସମୟ କାଟିଥିବା ମଣିଷ ସୁରତ କୁମାର ମଲ୍ଲିକ, ତାଙ୍କୁ ମୁଁ ନିବେଦନ ରଖିବି ଶ୍ରୀ ଠାକୁରଙ୍କର ସହପ୍ରତିନିଧି ଏବଂ ଚିକିତ୍ସା କ୍ଷେତ୍ରରେ ସେ ବର୍ତ୍ତମାନ କର୍ମତତ୍ପର। ସେ ତାଙ୍କୁ ବୁଝିଥିବା ଭାଷାରେ ଉପସ୍ଥାପନ କରିବ।
सर्वप्रथमे से विदेही प्रणम्य पुरुष को मोर प्रणाम जनाऊँगी। आज श्रुतिचारण सभार सभापति महोदय मंचासीन वरेण्य पूज्य कोका चिरपरिचित गुरुभ्रातृमंडली समस्त उद्देश्य मोर यथायोग्य प्रणाम प्रति जय गुरु। ग्रीक वीर अलेक्जेंडर तो तांकर जड़े कवि कथा थर जड़े कवि लिखिथिले नेब जेबे बोइले पिंडू प्राण गले छाड़ी नेब जेबे मते कोकेई रे काढ़ी बेनी पार्श्व बेनी कर को झुलाई देइथिबो तो ही मो देह मसब सुआई जा देखी जगते बुझीबे समस्ते आसीथिली खाली गली खाली हस्ते। एटा मु से दिवंगत ननंग पाखरु शिक्षा करते किंतु ओडिसा रे जने कवि कहिले खाली हाथ रे आसु खाली हाथ रे जीवु एटा केमित कथा किए कहे तू खाली हाथे जीवु किए कहे तोते खाली हाथे जीवु मरण तोते जेबे धरिबो जीवन रे तू जहा करिथिबु निश्चय तोते नबाकु हबो। तेणु जीवन रे से कौन करिथिले आज तांक सहित कौन जाउछि आपण माने उणाधिके सुनुथिबे समझा खूब खूब कम लोक भाग्य एमती कथा आसे। तेणु तांकर कथा जेते कहले भी खूब कम हम तांकर जो व्यक्तित्व आपण माने उणाधिके एठी जो माने अछंती ए पाख आखपाख अंचल समस्त जानथि ये परिवार रो तो दीर्घ 5 वर्ष मु कटैछि ए परिवार रो साग पखाल मु खाइछि एका जगह रे सोइछु प्रतिदिन तांकर बैग धरी एवं प्रतिदिन तांकु साइकिल पछरे बोहेई मु चाले सेतबेले एकमात्र रमेश थाए टिके सियानिया प्राय 6ष्ठ श्रेणी पढ़ु थाए एमाने समस्त छोट पिला थिले तांकर कथा मु कोन कहि प्रतिटी मुहूर्त रे मते अति आदर सूर्य बोली डाकते से दीर्घ दिन भी तांका छुआ माने मते सूर्य का बोली डाकुतले एमिति कोनोसी कथा नाही जोटा कि मु तांका पाखर नथिबी एते कथा कहि होबनी गुटी मात्र दिनर कथा कहूचे आपण माने सुनिथिबे जो सत्संगी अछंती स्वर्गत प्रभाकर महापात्र हमर जे स्पेयर थिले ओलाभर कॉलेज से इंग्लिश लेक्चरर थिले से प्रभाकर महापात्रंकर दीक्षा नबार दिन कथा मु कहबी आ किछ कहबी 12-24 फुटारे सदानंद नायक भाई जने सेतबेले से जने सत्संगी थिले एबे परवर्ती पर्याय से रीति गेले से सदानंद भाई हमको डाकी थांते तक घर को सत्संग करिया पई रविंद्र को नै मु जाई थाए साइकिल 24 फुटा तो आम सांगरे केवल सांग होइथिले फणींद्र ओझा बोली तिहिड रे आमी जाई के तांको घरे जतबेले पहुंचु सदानंद भाई के घरे सत्संग हैला सेतबेले सत्संगर अवस्था कलेबर अत्यंत माने मु प्रार्थना करबी मु सत्यानुसरण पढ़िबी मु प्रारंभिक सूचना देबी तापरे नना उठी कहबी এই যে কথা ভিতরে আমি 4 জন মাত্র সে সৎসঙ্গ করতাম সদানন্দ ভাই ফনি ভাই রবীন্দ্র এই সবু সরলা পরে মু যেতলে বসিলি রবীন্দ্র আলোচনা আরম্ভ কলে সে গোটে বড় গেঙ্গটা গোটে আসি মো দেহরে বাজিলা মু অনিলি আডু সাডু जो मान तो बसथिले हम आगे बसथिले एटा तो किंतु ए साइड रे आसेला देखिला बेलकु 2 जन टुका सेठी बसथिले तार भितरु निश्चित भाबरे एटाटा के छाटचंती
কথাটা কথা ভিତରେ ରହିଗଲା। ସତ୍ସଙ୍ଗ ସରିଲା ପରେ ସଦାନନ୍ଦ ଭାଇ ଘରେ ଖାଇଲୁ ପିଇଲୁ ରହିଲୁ ଏବଂ ଏ କଥାଟା ମଧ୍ୟ ମୁଁ କହିଲି। ସେଠୁ ସେ କହିଲେ ସେ ବଦମାସ ଟୁକାକି ମାଇତେ ଶୁଣୁଥାଏ ସେ କଥା ଆପଣ ଦେହକୁ ନିଅନ୍ତୁନି। ସକାଳେ ରାତି ପାଇଲା ପରେ ମୁଁ ଯେତେବେଳେ ଶୌଚ ହେବା ପାଇଁ ବାହାରେ ସେତେବେଳେ ରବୀନ୍ଦ୍ରନାଥ ଥାନ୍ତି ସଦାନନ୍ଦ ଭାଇଙ୍କ ଘରେ। ତାଙ୍କ ଘର ସାମ୍ନାକୁ ଜଣକ ଘର, ତାଙ୍କ ନାଁ ହଉଛି ହଂସଧ୍ୱଜ ମହାପାତ୍ର। ସେତେବେଳକୁ ମୁଁ ଯେତେବେଳେ ଉଠିଗଲି ସେତେବେଳକୁ ଏ ପ୍ରଭାକର ମହାପାତ୍ର ଉଠିକି ହଂସଧ୍ୱଜ ମହାପାତ୍ରଙ୍କ ପାଖରେ 2 ଜଣ ବସିଥାନ୍ତି ତାଙ୍କ ଦ୍ୱାରା। ମୁଁ ଯାଉଛି ସେଠୁ କହିଲେ ଏଇ ଚେଲା ଶୁଣ ଶୁଣ। ସେତେବେଳେ ମୋର ଯୁବ ସୁଲଭ ପ୍ରକୃତି। ତମ ବାବା କଣ କରୁଛନ୍ତି ଏମିତି ମାନେ ଅତ୍ୟନ୍ତ କଟୁ ମନ୍ତବ୍ୟ ଯେତେବେଳେ ଦେଲା ମୁଁ ଆଉ ସହିପାରିଲିନି। ମୁଁ ସେଠୁ ତାଙ୍କ ପାଖକୁ ଗଲି। ଆରମ୍ଭ ହେଲା ବିଭିନ୍ନ ପ୍ରକାର ଯୁକ୍ତି। ଏଇ ଭିତରେ ତ ସଦାନନ୍ଦ ଭାଇ ଏବଂ ରବୀନ୍ଦ୍ରନାଥ 2 ଜଣ ଆସିକି ସେଠି ପହଞ୍ଚିଲେ। ଆଲୋଚନା ଚାଲିଲା। ମତେ ଟାଣି ଘୁଷାରି ପଳେଇଆ, ତାଙ୍କ ସହିତ ବଢିବା ଦରକାର ନାହିଁ। ମୁଁ କହିଲି ନା, ଆପଣ ଆଲୋଚନାକୁ ଆସନ୍ତୁ ଏବଂ ସେ ବୁଝନ୍ତୁ ସତ୍ସଙ୍ଗର ଅର୍ଥ କଣ, ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର କିଏ, ତାଙ୍କର ଆସିବାର ଅଭିପ୍ରାୟ କଣ। ଏବଂ ତାହା ହିଁ ମୋ ଜିଦରେ ସେ ସେଠି ଆଲୋଚନା କଲେ ଏବଂ ଦୀର୍ଘ ସମୟ ଆଲୋଚନା ପରେ ସେଇଦିନ ପ୍ରଭାକର ମହାପାତ୍ର, ସ୍ୱର୍ଗତ ପ୍ରଭାକର ମହାପାତ୍ର ସେଦିନ ଦୀକ୍ଷା ଗ୍ରହଣ କରିଥିଲେ। ସଦ୍ୟ ସେ ଇଂଲିଶ MA କରିକି ଫେରିଥିଲେ ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ସେ ଓଳାଭର କଲେଜରେ ଅବସ୍ଥାପିତ ହେଲେ ଏବଂ ସେଠି ଓଳାଭର କଲେଜରେ ଯେଉଁ ସତ୍ସଙ୍ଗ କରିଥିଲେ ସେ ଏକ ବିରଳ ସତ୍ସଙ୍ଗ ଏବଂ ସେଥିରୁ 70 ଜଣ ଦୀକ୍ଷା ନେଇଥିଲେ। ମୁଁ ନଈ ନଈକି ପାଣି ଦେବାକୁ ମୋ ଅଣ୍ଟା ସବୁ ବିନ୍ଧୁଥାଏ। 70 ଜଣ ଲୋକ ଏକାରଣ ଦୀକ୍ଷା ନେଇଥିଲେ। ଇଏ ହେଉଛନ୍ତି ସେଇ ବ୍ୟକ୍ତିତ୍ୱ ଯାହାଙ୍କ ପାଖରେ ସେଦିନ ସେ ହାର ମାନୁଥିଲେ। ଇଂରାଜୀରେ ସେ MA, ସେ କିନ୍ତୁ ହାର ମାନୁଥିଲେ। ପ୍ରାୟ 3 ଘଣ୍ଟାର ଆଲୋଚନା। ତେଣୁ ଆଉ ବିଶେଷ କିଛି କହିବିନି। ତାଙ୍କ ବାବଦରେ ଯେତେ କହିଲେ ବି କମ ହବ। ମୁଁ ଏତିକିରେ ମୋର କହିବା ସଙ୍ଗ କରୁଛି। ଜୟ ଗୁରୁ। ବର୍ତ୍ତମାନ